ଦେଖନ୍ତୁ ଛୋଟିଆ ଭିଡ଼ିଓଟେ ଆପଣମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ସାଙ୍ଗମାନେ ଭିଡ଼ିଓଟିକୁ ଦେଖନ୍ତୁ। ଆଜି ଆମେ ସୁନ୍ଦର ସୁନ୍ଦର ଅନୁଚିନ୍ତା ବିଷୟରେ ଜାଣିବା। ଅନୁଚିନ୍ତା ନମ୍ବର 1, ଧଳା ରଙ୍ଗର ବସ୍ତୁ ଯେମିତିକି କ୍ଷୀର, ଦହି ଏବଂ ଲୁଣ ଏସବୁକୁ ଅନ୍ୟକୁ ଦେଲେ ନିଜର ସକାରାତ୍ମକ ଶକ୍ତିର ପ୍ରଭାବ ଅନ୍ୟ ପାଖକୁ ଚାଲିଯାଏ। ଏଇସବୁ ବସ୍ତୁ କାହାକୁ ଦେବା ମଧ୍ୟ ଧାରରେ ଦେଲେ ମଧ୍ୟ ଉଚିତ ନୁହେଁ। ନମ୍ବର 2, ବାହାଘରର ଯେମିତିକି ଆମର ଚୁଡ଼ି ହେଲା, ଶାଢ଼ୀ, ଲେହେଙ୍ଗା, ମେହେନ୍ଦି, ଶଙ୍ଖା, ବିନ୍ଦି, ମଙ୍ଗଳସୂତ୍ର ଏସବୁ ଅନ୍ୟକୁ ବ୍ୟବହାର କରିବାକୁ ଦେବା କଥା ନୁହେଁ। ଏମିତି କଲେ ସ୍ୱାମୀଙ୍କର ଭାଗ୍ୟ ସାଥରେ ହିଁ ରହିନଥାଏ, ସବୁ କାମ ବିଗିଡ଼ିଯାଏ। ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଏସବୁ ଜଣେ ବିବାହିତ ନାରୀ ପିନ୍ଧିଥାଏ, ତ ଯେହେତୁ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ପିନ୍ଧିଥାନ୍ତି ତ ଅନ୍ୟ ନାରୀମାନଙ୍କୁ ଏସବୁ ଦେବା ଉଚିତ ନୁହେଁ। ନମ୍ବର 3, ଗରୁଡ଼ ପୁରାଣ ଅନୁସାରେ ବା ଗରୁଡ଼ ପୁରାଣରେ କୁହାଯାଇଛି ମୃତ ପୂର୍ବଜମାନେ ସବୁବେଳେ ଆମ ଆଖପାଖରେ ରହିଥାନ୍ତି। ନିବସ୍ତ୍ର ହୋଇକି ସ୍ନାନ କରିବା ଦ୍ୱାରା ପିତୃପୁରୁଷଙ୍କର ଦୋଷ ଆମକୁ ଲାଗିଥାଏ, ଯାହାକି ପରିବାର ପାଇଁ ଅମଙ୍ଗଳକାରୀ ଅଟେ। ଯେମିତିକି କୁହାଯାଇଛି ହିନ୍ଦୁ ଶାସ୍ତ୍ର ଅନୁସାରେ ଉଲଗ୍ନ ହୋଇକି ଗାଧୋଇବା, ଖାଇବା, ଶୋଇବା ଏସବୁ କାମ କରିବା କଥା ନୁହେଁ, ଯାହାକୁ କି ବାରଣ କରାଯାଇଛି। ଏସବୁ ମାନିବା ଆମ ପାଇଁ ହିଁ ଭଲ ଅଟେ। ନମ୍ବର 4, ଘରେ ଝଗଡ଼ା ନ ଲାଗିବା ପାଇଁ 2ଟି ଶୁଆର ଫଟୋ ଘରେ ରଖିବା ଆବଶ୍ୟକ ଏବଂ ଶୋଇବା ଘରେ ଭଗବାନଙ୍କର ଫଟୋ ଏବଂ ହିଂସ୍ର ପଶୁପକ୍ଷୀଙ୍କର ଫଟୋ ବିଲକୁଲ ବି ରଖିବା କଥା ନୁହେଁ। ନମ୍ବର 5, ପିତାଙ୍କର ସେବା କଲେ ସବୁବେଳେ ସୂର୍ଯ୍ୟ ଗ୍ରହ ପ୍ରସନ୍ନ ରହିଥାନ୍ତି ଆଉ ମାତାଙ୍କର ସେବା କଲେ ଚନ୍ଦ୍ର ଗ୍ରହ ପ୍ରସନ୍ନ ରହିଥାନ୍ତି। ସର୍ବଦା ମାତା ପିତାଙ୍କର ସେବା କରିବା ଉଚିତ। ନମ୍ବର 6, ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ, ଏହା ଅମଙ୍ଗଳକାରୀ ହୋଇଥାଏ। ସାଧାରଣତଃ ମହିଳାମାନେ ରୋଷେଇ କରିସାରିବା ପରେ ଗ୍ୟାସ୍ ଚୁଲା ଉପରେ ଭାତ ହଉ, ତରକାରୀ, ଭଜା ଯାହାବି ତା ଉପରେ କଡ଼େଇ ଡେକ୍ଚି ସବୁ ରଖିଦିଅନ୍ତି। ଏମିତି କରିବା କଥା ନୁହେଁ। ଚୁଲାରେ ଆମେ କେବଳ ରୋଷେଇ ପାଇଁ ହିଁ ବ୍ୟବହାର କରନ୍ତି, ରୋଷେଇ ସରିବା ପରେ ତାକୁ ବାହାର କରିଦେବା ଉଚିତ। ଚୁଲା ଉପରେ କିଛି ବି ରଖିବା କଥା ନୁହେଁ। ନମ୍ବର 7, ଘରର ଡାହାଣ ପାଖରେ ତୁଳସୀ ଚଉରା ରହିବା ବହୁତ ଭଲ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିବା ଉଚିତ, ଏହା ଆମ ପାଇଁ ଶୁଭ ହୋଇଥାଏ। ନମ୍ବର 8, ସକାଳେ ବିଛଣାରୁ ଉଠି ପ୍ରଥମେ ଆଇନାରେ ନିଜର ମୁହଁ ବା ନିଜର ଛାଇ କେବେ ବି ଦେଖିବେ ନାହିଁ। ମୁହଁ ଧୋଇ ସାରିବା ପରେ ପ୍ରଥମେ ଆପଣ ଠାକୁରଙ୍କୁ ଦର୍ଶନ କରିବେ। ଘରେ ଯଦି ଠାକୁରଙ୍କର ଫଟୋ ଅଛି ମୁଣ୍ଡିଆ ମାରିବେ, ଦର୍ଶନ କରିବେ, କିମ୍ବା ମା ବୃନ୍ଦାବତୀଙ୍କୁ ଦର୍ଶନ କରି ମୁଣ୍ଡିଆ ମାରିବେ, ପ୍ରଣାମ କରିବେ। ତାପରେ ନିଜ ମୁହଁ ଆଇନାରେ ଆପଣମାନେ ଦେଖିପାରିବେ। ନମ୍ବର 9, ବାଥରୁମରେ ଉଲଗ୍ନ ହୋଇ କେବେ ବି ଗାଧାନ୍ତୁ ନାହିଁ, କାରଣ ଆମେ ସ୍ନାନ କଲାବେଳେ ଆମର ପିତୃପୁରୁଷମାନେ ଆମ ପାଖରେ ଥାନ୍ତି ଏବଂ ଆମେ ପିନ୍ଧିଥିବା ବସ୍ତ୍ରରୁ ଯେଉଁ ପାଣି ଝଡ଼ି ପଡ଼େ ସେହି ପାଣିକୁ ପାଇକି ଆମ ପିତୃପୁରୁଷମାନେ ସନ୍ତୁଷ୍ଟ ହୋଇଥାନ୍ତି। ନମ୍ବର 10, ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ। ଶନିବାର ଦିନରେ ମଧ୍ୟ ଆପଣମାନେ ହନୁମାନ ଚାଳିଶା ପାଠ କରିପାରିବେ ଏବଂ ଜୀବନରେ ସମସ୍ୟା ଦୂର ହେବା ସହିତ ଖରାପ ସମୟ ଦୂରୀଭୂତ ହୋଇଥାଏ। ଯେଉଁମାନେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ଘରେ ପାଠ କରନ୍ତି, ଘରୁ ସବୁବେଳେ ନକାରାତ୍ମକ ଶକ୍ତି, ଖରାପ ଶକ୍ତି ଦୂରେଇ ଯାଏ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ତେଣୁକରି ସମସ୍ତଙ୍କୁ ହନୁମାନ ଚାଳିଶା ଘରେ ପାଠ କରିବା ଉଚିତ। ନମ୍ବର 11, ଯଦି ଆପଣଙ୍କ ମାର୍ଗରେ କିଛି ଅସୁବିଧା ଆସୁନାହିଁ ତେବେ ଆପଣ ଜାଣିନେବେ ଯେ ଆପଣ ଅସତ୍ୟ ମାର୍ଗରେ ଚାଲୁଛନ୍ତି। ସତ୍ୟ ମାର୍ଗ କଠିନ ଅଟେ, ଯେଉଁଥିରେ କମ୍ ଲୋକ ଚାଲନ୍ତି। ନମ୍ବର 12, ପାପ କର୍ମ କରିବା ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ନହେଲେ ଯେତେ ପର୍ଯ୍ୟନ୍ତ ମଣିଷ ପାପ କରିବ ସେ ପର୍ଯ୍ୟନ୍ତ ଏମିତି ସେ ନର୍କରେ ଘାଣ୍ଟି ହେଉଥିବ। ଏହା ସବୁ ସତ୍ୟ କଥା ଅଟେ ଏବଂ ଏହା ଭଗବାନ ବିଷ୍ଣୁଙ୍କର ମୁଖ ନିଃସୃତ ବାଣୀ ଅଟେ। ନମ୍ବର 13, ଏକୁଟିଆ ଚାଲିବା ଶିଖନ୍ତୁ, କାରଣ ଦୁନିଆ କେବଳ ଜ୍ଞାନ ଦେବ, କେବେ ବି ତୁମ ସାଥ ଦେବନି। ନମ୍ବର 14, ମୃତ୍ୟୁର ସମୟ ପୂରଣ ହେବା ପୂର୍ବରୁ ଯାହାର ମୃତ୍ୟୁ ହୋଇଥାଏ ତାକୁ ଯେଉଁ ଲୋକରେ ବି କେଉଁଠି ବି ତାକୁ ସ୍ଥାନ ମିଳିନଥାଏ, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ କେଉଁଠି ବି ତାକୁ ରହିବାକୁ ସ୍ଥାନ ମିଳେ ନାହିଁ। ତାର ଆୟୁଷ ଚକ୍ର ପୂରଣ ହେବା ପର୍ଯ୍ୟନ୍ତ ସେ ଚାରିଆଡ଼େ ଘୁରି ବୁଲନ୍ତି ଏବଂ ବହୁତ କଷ୍ଟ ପାଇଥାନ୍ତି। ସେଥିପାଇଁ ଯେଉଁମାନେ ଚାହୁଁଛନ୍ତି, ସବୁବେଳେ ଯେଉଁମାନେ ଭୁଲ କାମ କରୁଛନ୍ତି, ଟିକେ ଟିକେ କଥାରେ ରାଗି ଯାଉଛନ୍ତି, ବହୁ ଚିନ୍ତା ଡିପ୍ରେସନରେ ଗତି କରିକି ଯେଉଁମାନେ ନିଜର ଯେମିତିକି ନିଜକୁ ନିଜେ ନଷ୍ଟ କରିଦେଉଛନ୍ତି,
ଆତ୍ମହତ୍ୟା କରୁଛନ୍ତି। ସେମିତି ବିଲକୁଲ ବି କରିବା କଥା ନୁହେଁ, କାରଣ ଏସବୁ ଭଗବାନଙ୍କର ନିର୍ଦ୍ଧାରିତ ସବୁ ଜିନିଷ ଅଛି। ତ ଆମେ ଯଦି ନିଜେ ନିଜେ ଏମିତି କରିବା, ବହୁତ କଷ୍ଟରେ ମଣିଷ ଜୀବନ ଆମେ ପାଇଛନ୍ତି, ତାକୁ ବିଲକୁଲ ବି ଏମିତି ନଷ୍ଟ କରିବା କଥା ନୁହେଁ। ଯଦି ନଷ୍ଟ କରିଦେବେ ତାହେଲେ ଆଗକୁ ଆପଣମାନେ ନିଶ୍ଚିନ୍ତ କଷ୍ଟରେ ହିଁ ରହିବେ, ଏହା ସତ୍ୟ ଅଟେ। ନମ୍ବର 15, ଏତେ ବି ମିଠା ହୁଅନ୍ତୁ ନାହିଁ ଯେ କେହି ବି ତୁମକୁ ଗିଳିଦେବ, ଆଉ ଏତେ ବି ଖଟା ହୁଅ ନାହିଁ ଯେମିତିକି ତୁମକୁ କିଏ ଫିଙ୍ଗିଦେବ। ନମ୍ବର 16, ଯଦି ତୁମେ ଅନ୍ୟ କାହା ପାଇଁ ଭଲ ଚିନ୍ତା କରୁଛ ତାହେଲେ ସେହି ଭଲ ଫଳ ବି ତୁମ ପାଖକୁ ନିଶ୍ଚୟ ଫେରିଆସିବ। ଏଇଟା ପ୍ରକୃତିର ନିୟମ ଅଟେ। ଯଦି ତୁମେ ଅନ୍ୟ କାହା ପାଇଁ ଭଲ ଚିନ୍ତା କରୁଛ ତାହେଲେ ସେଇ ଭଲ ଫଳ ବି ତୁମ ପାଖକୁ ଫେରିଆସିବ। ସେଇଥିପାଇଁ କିଛି ବି ଆଶା ରଖ ନାହିଁ। ଯାହା ମିଳିଛି ତାକୁ ସମ୍ଭାଳିକି ରଖ। ଯାହାକୁ ବି ମିଳିଥାଏ ଏମିତି ଖାଲିରେ କିଛି ମିଳିନଥାଏ, ତାର କର୍ମ ଦ୍ୱାରା ହିଁ ତାକୁ ପ୍ରାପ୍ତ ହୋଇଥାଏ। କେବେ ବି ଅଧିକ ଭାବ ରଖିବା ନାହିଁ। ଅଧିକ ଭାବ ତୁମକୁ ଅଧିକ ଆଶା ଆଡ଼କୁ ଟାଣି ନେବ, ଆଉ ଅଧିକ ଆଶା ତୁମର ଦୁଃଖର କାରଣ ହୋଇଥାଏ। ସୁଖକୁ ଆପଣ ନିଜେ ଖୋଜିବାକୁ ଚେଷ୍ଟା କରନ୍ତୁ, ନହେଲେ ଏ ଦୁନିଆରେ କେହି ବି ଆସି ମାଗଣାରେ ତୁମକୁ ଦୁଃଖ ଦେଇଯିବେ। ବହୁତ କଥା ଯାହା ମଜାକରେ କୁହାଯାଏ ତାହା ପ୍ରକୃତରେ ମଜାକ ହୋଇନଥାଏ। ବୁଦ୍ଧିମାନର ସହିତ ତୁମକୁ ଛୋଟ କରିବାକୁ ମଧ୍ୟ କୁହାଯାଇଥାଏ। ସେଭଳି ଲୋକଙ୍କ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। କେହି ଯଦି ତୁମ ପାଇଁ କିଛି ଖରାପ ଚିନ୍ତା କରୁଛି ତାହେଲେ ସେସବୁ ତାଙ୍କ କର୍ମରେ ଲେଖାଯିବ, ତେଣୁ ସେଥିପାଇଁ ତୁମେ ଚିନ୍ତା କରନି। ଶ୍ରୀକୃଷ୍ଣ କହୁଛନ୍ତି, କ୍ରୋଧ ଖରାପ ହୋଇଥାଏ, କିନ୍ତୁ ଦରକାର ସମୟରେ କ୍ରୋଧିତ ହେବା ଜରୁରୀ ହୋଇଥାଏ, ନହେଲେ ଭୁଲ କରୁଥିବା ଲୋକ କେବେ ତାର ଭୁଲ ସୁଧାରି ପାରିବ ନାହିଁ। ଭଗବାନଙ୍କୁ ନ ଡରିଲେ କିଛି ଅସୁବିଧା ନାହିଁ, କିନ୍ତୁ ନିଜର କର୍ମକୁ ଡରିବା ଉଚିତ, କାରଣ କରିଥିବା କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡ଼ିଛି। ପୂଜା ପାଠ ସକାଳ ଏବଂ ସନ୍ଧ୍ୟାରେ ଉତ୍ତର କିମ୍ବା ପୂର୍ବ ମୁହଁ କରି ତଳେ କୁଶର ଆସନ ବିଛାଇକି କଲେ ଭଲ। ପ୍ରାତଃ ପୂଜା ଭୋର 4ଟାରୁ 5ଟା ମଧ୍ୟରେ କଲେ ଏହା ଘରେ ଶାନ୍ତିର ବାତାବରଣ ଆଣିଥାଏ। ପୂଜା ଘରେ ଏବଂ ମୁଖ୍ୟ ଦ୍ୱାର ପାର୍ଶ୍ୱରେ ପାଣି ଭରା ଡାଳ ରଖନ୍ତୁ ବା କଳସ ରଖନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ସମାପ୍ତ କରେ। ଖାଦ୍ୟ ପ୍ଲେଟକୁ ସର୍ବଦା ମ୍ୟାଟ୍, ପିଢ଼ା କିମ୍ବା ଟେବୁଲ ଉପରେ ସମ୍ମାନର ସହିତ ରଖିକି ଖାଆନ୍ତୁ। ଖାଦ୍ୟ ପ୍ଲେଟକୁ କେବେ ବି ଗୋଟିଏ ହାତରେ ଧରି ଖାଆନ୍ତୁ ନାହିଁ। ମୂଳା, ତେଲ ଏବଂ କ୍ଷୀର ରାତିରେ କାହାକୁ ଦିଅନ୍ତୁ ନାହିଁ। ଏହା ଦେବା ଦ୍ୱାରା ତୁମ ପରିବାରର କ୍ଷତି ହେବ। ଏବଂ ଲୁଣ, ଚିନି, ଚମଡ଼ା, କୋଇଲା ଓ ଲୁହା କାହା ପାଖରୁ ନିଅନ୍ତୁ ନାହିଁ। ଏହା ନେବା ଦ୍ୱାରା ତାଙ୍କର ଦୁର୍ଭାଗ୍ୟ ତୁମ ପାଖକୁ ଚାଲି ଆସିଥାଏ। ଜଳ ଅର୍ପଣ କରିବା ଏବଂ ତୁଳସୀ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆଣିଥାଏ, କିନ୍ତୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ରବିବାର, ଏକାଦଶୀ ଏବଂ ସୂର୍ଯ୍ୟୋଦୟ ପରେ ତୁଳସୀକୁ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହି ନିୟମ ମାନିବାରେ ଅବହେଳା କଲେ ଘରେ ଦାରିଦ୍ର୍ୟତା ଆସିପାରେ। ଯଦି ଆପଣ ଆତ୍ମବିଶ୍ୱାସ ଏବଂ ମନୋବଳ ବଢ଼ାଇବା ପାଇଁ ଚାହୁଁଛନ୍ତି, ତେବେ ସବୁଜ ସୁନ୍ଦର ପର୍ବତ କିମ୍ବା ଉଡ଼ୁଥିବା ପକ୍ଷୀର ଫଟୋ ଆପଣଙ୍କ ଶୋଇବା ଘରେ ନିଶ୍ଚୟ ଲଗାନ୍ତୁ। ଏହା ସହିତ ଏହି ଜିନିଷ ଗୁଡ଼ିକୁ ଧ୍ୟାନରେ ରଖନ୍ତୁ, ଯାହା କଦାପି ମଇଳା ପୋଷାକ, ଚିରି ଯାଇଥିବା ପୋଷାକ, ପୁରୁଣା କିମ୍ବା ଛିଣ୍ଡି ଯାଇଥିବା ଜୋତା, ଚପଲ ଏସବୁ କେବେ ବି ଦାନ କରନ୍ତୁ ନାହିଁ। ଏପରି ଜିନିଷ ଦାନ କଲେ ଆପଣ ପୁଣ୍ୟ ନୁହେଁ ବରଂ ପାପର ଶିକାର ହେବେ। ଯଦି କାହାକୁ କିଛି ଦାନ କରିବାକୁ ଚାହୁଁଛନ୍ତି, ନୂଆ ହିଁ ଦିଅନ୍ତୁ। ଚିରି ଯାଇଥିବା, ଛିଣ୍ଡା, ପୁରୁଣା ଏସବୁ କେବେ ବି କାହାକୁ ଦେବା କଥା ନୁହେଁ। ଘରକୁ ସଫା କରିବା ଏକ ଭଲ କଥା ଏବଂ ଦେବୀ ଲକ୍ଷ୍ମୀ ମଧ୍ୟ ଏପରି ଘରେ ରୁହନ୍ତି। କିନ୍ତୁ ଘର ସଫା କରିବା ସନ୍ଧ୍ୟାରେ କିମ୍ବା ସୂର୍ଯ୍ୟାସ୍ତ ପରେ ଘର ସଫା କରିବା, ଝାଡ଼ୁ ପୋଛା ଲଗାଇବା ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରିପାରେ ଏବଂ ଏହା କରିବା ଦ୍ୱାରା ଲୋକଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିପାରେ। ମାଟି ପାତ୍ରରେ ରୋଷେଇ କଲେ ଏହା ଅଧିକ ସ୍ୱାଦିଷ୍ଟ ହୋଇଥାଏ। ମାଟି ପାତ୍ରରେ ଖାଦ୍ୟ ଖାଇଲେ ରୋଗର ଆଶଙ୍କା କମ୍ ଥାଏ। ଯଦି ଆପଣ ଟଙ୍କା ଚାହୁଁଛନ୍ତି, ତେବେ ଘରେ ଏକ ହଂସର ଚିତ୍ର ଲଗାଇବା ଉଚିତ, ଯାହାଦ୍ୱାରା ଅପାର ଧନ ଏବଂ ସମୃଦ୍ଧିର ସମ୍ଭାବନା ବଢ଼ିବ। ଏହା ବ୍ୟତୀତ ଘର କୋଣରେ ଟଙ୍କା ଗଦା ହେବାର ଚିତ୍ର ମଧ୍ୟ ଆପଣମାନେ ରଖିପାରିବେ। କଦଳୀ ପତ୍ରରେ ଖାଦ୍ୟ ଖାଇଲେ ମନ ଶାନ୍ତି
रहे, पवित्र रहिबा सहित आयुष मध्य वृद्धि हुए। किंतु स्टील पात्र खाद्य खाइले मन सबुबले अस्थिर, पेटरे वायु वृद्धिर आशंका थाए। जदि पिंपुड़ी, असरपा, मूषा किंबा अन्य प्रकार कीट रोषेई घरे बुलुछंती तेबे सावधान रुहंतु। यह आपनको स्वास्थ्य एवं धन हानिर लक्षण अटे। रोषेई घर को सफा एवं सुंदर रखंतु। अन्यर पोशाक केबे भी पिंधिबा कथा नुहे एवं संपर्क लोकंक व्यतीत अन्य काहा बिछणारे मध्य शोइबा उचित नुहे। स्वस्तिक चिन्ह व्यवहार कले लक्ष्मीकर कृपा दृष्टि पड़िथाए। यह धारण करिबा द्वारा दुख और शोक दूर होइथाए एवं सुख प्राप्ति कराइथाए। गरुड़ पुराण अनुଯାयी मृत्यु परे जो व्यक्ति स्वर्ग किंवा नर्क पाइब, यह केवल तांका कार्य उपर आधारित। केवल एतिक नुहे, भल काम करथिबा व्यक्ति निज जीवन रे मध्य सुख उपभोग ही करि परिबो। आ खराब काम जे माने सबुबले करूछंती से माने सबुबले दुख ही पाइथांती। एकादशी किंबा कोनोसी पूजा दिन मुंड धोइबा उचित नुहे। यह पूर्व दिन मुंड धोइबा उचित, किंतु सोमवार, बुधवार, शुक्रवार आ रविवार ए सब दिन रे मुंड धोइले भल। घर हेउ किंबा ऑफिस मुख्य द्वार रे सुंढ उठाइतिबा हाथी जोड़ार प्रतिमा रखिबा कथा। एथिरे परिवार रे सुख सौभाग्य प्राप्त होइथाए एवं संपर्क रे मजबूत आसीथाए। तुलसी सबुबले एक कुंडी किंबा चौरा रे लगा जाइथाए। कुहा जाए जे घरे भूमि रे लगा जाइथिबा तुलसी गछ अप्राकृतिक अटे। शेष पर्यंत भिडियोटी देखिथिबारु आपण मानकु अशेष अशेष धन्यवाद। भिडियोटी किपरि लागिला कमेंट करि जणांतु। आ हां, मो चैनल को सब्सक्राइब करबाको आदौ भी भूलंतु नाही। जय जगन्नाथ, धन्यवाद।